ନମ୍ବର 1 ଖୁବ୍ ଶୀଘ୍ର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିପାରେ ଖୁସି ଖବର। ଏତିକି ଟଙ୍କା ବଢ଼ିବ ଦରମା। ଖୁବ୍ ଶୀଘ୍ର ବଢ଼ିପାରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଏନେଇ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ଦରମା ବୃଦ୍ଧି ନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମ୍ବର 2 18 ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା। ଆସନ୍ତା 18 ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା। ରାୟନଗର ବନଖଣ୍ଡର ରାୟନଗର, କନିକା, ଗଭୀରମଥା, ମହାକାଳପଡ଼ା ଓ କୁଜଙ୍ଗ 5ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ। ଗତବର୍ଷ 121 ପ୍ରଜାତିର 1,51,421ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନ ବିଭାଗ ଆଶା ରଖିଥିବା ରାୟନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ନମ୍ବର 3 ସାଇକେଲରେ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯାତ୍ରା କଲେ ମାଲକାନଗିରିର ଯୁବକ। ସାଇକେଲ ଯୋଗେ ଆଜି ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା କରିଛନ୍ତି ମାଲକାନଗିରି ସହର 119 କଲୋନୀର ଯୁବକ ଦିନେଶ ପଟ୍ଟନାୟକ। ପ୍ରୟାଗରାଜଠାରେ ପୂର୍ଣ୍ଣ ମହାକୁମ୍ଭର ବହୁତ ବଡ଼ ଆୟୋଜନ କରାଯାଇଛି। ଏହି ଯାତ୍ରାରେ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଥାଏ। ଆଜି ମାଲକାନଗିରିରୁ ଜଣେ ଭକ୍ତ ଦିନେଶ ପଟ୍ଟନାୟକ ସାଇକେଲ ଯୋଗେ ପ୍ରୟାଗରାଜ ଯାତ୍ରା ଆରମ୍ଭ କରିଛନ୍ତି। ନମ୍ବର 4 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ପଦ୍ମ ବିଜେତାଙ୍କୁ ମିଳିବ ମାସିକ 30,000 ଟଙ୍କା। ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ 30,000 ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଏନେଇ ରାଜ୍ୟ ସାଂସ୍କୃତିକ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ବର୍ତ୍ତମାନ 55 ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ମାସକୁ 30,000 ଟଙ୍କା ଲେଖାଏଁ ସମ୍ମାନସୂଚକ ସହାୟକ ରାଶି ସରକାର ପ୍ରଦାନ କରିବେ। ଏଥିପାଇଁ ବର୍ଷକୁ ରାଜକୋଷରୁ 2 କୋଟି ଟଙ୍କା ଖର୍ଚ୍ଚ କରାଯିବ। ନମ୍ବର 5 କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ନିର୍ମାଣ ହେବ ତୃତୀୟ ଲଞ୍ଚ ପ୍ୟାଡ୍। ମହାକାଶ କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି। ତୃତୀୟ ଲଞ୍ଚ ପ୍ୟାଡ୍ ନିର୍ମାଣକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ମହାକାଶ କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 3,985 କୋଟି ଟଙ୍କା ବ୍ୟୟରେ ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରସ୍ତୁତ ହେବ। ପୂର୍ବ 2 ଲଞ୍ଚ ପ୍ୟାଡ୍ ଅପେକ୍ଷା 3 ଲଞ୍ଚ ପ୍ୟାଡ୍ର କ୍ଷମତା ଅଧିକ ରହିବ। ନମ୍ବର 6 ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା। 5 ଦିନିଆ ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। କାଲି 11:45ରେ ଭୁବନେଶ୍ୱର ପହଞ୍ଚିବେ। ଅପରାହ୍ନ 2ଟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ। ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ସରକାରଙ୍କ ସହ MOU କରିବେ। 18ରେ ରଘୁରାଜପୁର ଗାଁ ଓ କୋଣାର୍କ ବୁଲି ଦେଖିବା। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଟ୍ରାଫିକ୍ କଟକଣା ଜାରି ହେବ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ବେଳେ ଅନ୍ୟ ଗାଡ଼ି ମନା। ନମ୍ବର 7 ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ଭୂତ ବଙ୍ଗଲାର ସୁଟିଂ। ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ବହୁତ ପ୍ରତୀକ୍ଷିତ ଫିଲ୍ମ ଭୂତ ବଙ୍ଗଲାର ସୁଟିଂ। ନିକଟରେ ତବୁ ଫିଲ୍ମ ସେଟ୍ରୁ ସୁଟିଂର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ତବୁ ଲେଖିଛନ୍ତି, ଆମେ ଏଠାରେ ବନ୍ଦ ଅଛୁଁ। ସିନ୍ ନମ୍ବର 83, ସଟ୍ ନମ୍ବର 5 ଏବଂ ଟେକ୍ ନମ୍ବର 1। ଭୂତ ବଙ୍ଗଲା ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍ 2024ରେ ରିଲିଜ୍ ହୋଇପାରେ। ନମ୍ବର 8 ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ବନ୍ୟଜନ୍ତୁ ଶିକାରମାନଙ୍କ ଘୃଣ୍ୟ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ଶିମିଳିପାଳ ଅଭୟାରଣ୍ୟରୁ ବାଘ, ହାତୀ ଶିକାର କଲେ ଆଉ ନିସ୍ତାର ମିଳିବ ନାହିଁ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାର ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ SP ପ୍ରକାଶ କରିଛନ୍ତି। ଗତ କିଛିଦିନ ମଧ୍ୟରେ ଲଗାତାର ବାଘ ହତ୍ୟା କରାଯାଇ ଛାଲ ବିକ୍ରି କରାଯାଉଥିବା ଜଣାପଡ଼ିବା ପରେ DIG ଡକ୍ଟର ସତ୍ୟଜିତ ନାୟକ ଏହି ଟାସ୍କ ଫୋର୍ସ ଘୋଷଣା କରିଛନ୍ତି। ନମ୍ବର 9 ମୋବାଇଲ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ବଦଳିଲା ସିମ୍ କାର୍ଡ଼ କିଣିବା ନିୟମ। ନୂଆ ସିମ୍ କାର୍ଡ଼ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ। ନୂଆ ସିମ୍ କାର୍ଡ଼ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁଯାୟୀ ସମସ୍ତ ନୂତନ ସିମ୍ କାର୍ଡ଼ ସଂଯୋଗ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ନକଲି ଡକୁମେଣ୍ଟ ମାଧ୍ୟମରେ ବେଆଇନ ସିମ୍ କାର୍ଡ଼ କିଣିବା ଏବଂ ଏହାର ବ୍ୟବହାର ଭୁଲ ବାଟରେ କରିବାର ବର୍ତ୍ତିତା ପାଇଁ ସରକାର ଏହି ନିୟମ ଆରମ୍ଭ କରିଛନ୍ତି। ଟେଲିକମ୍ ସେକ୍ଟର ଦ୍ୱାରା ନିକଟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନକଲି ସିମ୍ କାର୍ଡ଼ ଆର୍ଥିକ ଘୋଟାଲାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗୋଟେ
ଗୋଟେ ଡିଭାଇସ୍ରେ ଏକାଧିକ ସିମ୍ କାର୍ଡ଼ ବ୍ୟବହାର କରାଯାଉଛି, ଯାହା ସାଇବର ଠକେଇରୁ ଏକ ମାତ୍ରାରେ ବଢ଼ାଇଛି। ଏସବୁ ବିରୋଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର। ନମ୍ବର 10 ଶୁକ୍ରବାର ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ। ଦିନ 12ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମାଇକ୍ ଯୋଗେ ଆଜି ପ୍ରଚାର କରି ଏଭଳି ଘୋଷଣା କରାଯାଇଛି। ତେବେ ଆଶ୍ରମ ଖାଲି କରିବା ପରେ ଭିଡିଓ ଏହି ଆଶ୍ରମକୁ ଭାଙ୍ଗିବ। ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା। ନମ୍ବର 11 ସୈଫ୍ ଅଲ୍ଲୀ ଖାନଙ୍କୁ ଘରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ। ବଲିଉଡ୍ ଅଭିନେତା ତଥା ଛୋଟ ନବାବ ସୈଫ୍ ଅଲ୍ଲୀ ଖାନଙ୍କ ଉପରେ କରାଯାଇଛି ମରଣାତ୍ମକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ 3ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। 2-3 ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫ୍ଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରାଯାଉଥିବା ସୂଚନା ମିଳିଛି। ପୋଲିସକୁ ଖବର ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ନମ୍ବର 12 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଙ୍କ ଦେହାନ୍ତ ହୋଇଛି। 89 ବର୍ଷ ବୟସରେ ତାଙ୍କ ମା ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି। ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମାଙ୍କ ମୃତ୍ୟୁ ଖବର ଶୁଣି ପ୍ରତ୍ୟୁତ ଗାଁ ନିଭରଣରେ ପହଞ୍ଚିଛନ୍ତି ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ। ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚିଛନ୍ତି। ନମ୍ବର 13 ଋଷଭ ପନ୍ଥ ଏବେ ଅଧିନାୟକ। ଶୁକ୍ରବାର କରାଯିବ ଦଳ ଘୋଷଣା। ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍ର ଅଧିନାୟକ କିଏ ହେବ, ଏହା ନେଇ ଆଲୋଚନା କରାଯାଉଛି। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି। ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ପନ୍ଥଙ୍କ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମ୍ର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିବ। ତେବେ ଶୁକ୍ରବାର ଜାନୁଆରୀ 17ରେ ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ନମ୍ବର 14 ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ। ଶୁକ୍ରବାର ପିନ୍ଧିବେ ହସ୍ତତନ୍ତ ଲୁଗା। ଶ୍ରୀମନ୍ଦିର କର୍ମଚାରୀ ଅଧିକାରୀଙ୍କ ପାଇଁ 5 ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। 5 ସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା 5 ସୂତ୍ରୀ କାର୍ଯ୍ୟାବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟ୍ଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ପ୍ରତି ମାସର ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ। ଜାନୁଆରୀ 31 ସୁଦ୍ଧା ନିଜ ସମ୍ପତ୍ତିର ତାଲିକା ଦାଖଲ କରିବେ। ସମ୍ପତ୍ତି ତାଲିକା ଦାଖଲ ନ କଲେ ଇନକ୍ରିମେଣ୍ଟ, ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ମିଳିବ ନାହିଁ। ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ଜଣାପଡ଼ିଛି। ନମ୍ବର 15 ଚିଲିକାରେ ଜାନୁଆରୀ 20ରେ ଇରାୱିଡ୍ ଡଲଫିନ୍ ଗଣନା। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଆସନ୍ତା ଜାନୁଆରୀ 20 ତାରିଖରେ ଇରାୱିଡ୍ ଡଲଫିନ୍ ଗଣନା କରାଯିବ। ଏଥ ନିମନ୍ତେ ଜାନୁଆରୀ 19ରେ ବାଲୁଗାଁ ଏବଂ ସାତପଡ଼ାଠାରେ 2ଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏଥର ପ୍ରାୟତଃ 145 ଜଣ ବିଭାଗୀୟ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଅଣସରକାରୀ ସଂସ୍ଥା 18 ଗୋଟି ଦଳରେ ବିଭକ୍ତ ହୋଇ ସମଗ୍ର ଚିଲିକାରେ ଦୃଶ୍ୟମାନ ହେଉଥିବା ଇରାୱିଡ୍ ଡଲଫିନ୍ ମାନଙ୍କ ଗଣନା କରିବେ। ନମ୍ବର 16 ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା। ଆଜି ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ରାଇସ୍ ଧର୍ମାନୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ କୋଣାର୍କ ଚକ୍ରର ସ୍ମାରକ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଧର୍ମାନୀ ବିଶ୍ୱ ଦକ୍ଷତା କେନ୍ଦ୍ର, ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଥିଲେ। ନମ୍ବର 17 ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତା 19 ତାରିଖରେ ଅବସର ନେବାକୁ ଯାଉଥିବା ବେଳେ ଆଜି ଲୋକସେବା ଭବନରେ ତାଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପମ ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଗତ ବର୍ଷ ଫେବୃଆରୀ 7 ତାରିଖରେ ଜଷ୍ଟିସ୍ ଶରଣ ସିଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ। ନମ୍ବର 18 ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ଅଡ଼ୁଆ ବଢ଼ିଲା। ଦିଲ୍ଲୀ ଅବକାରୀ ନୀତି 2021-22ରେ ଅନିୟମିତତା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ ଅନୁମତି ଦେଇଛି। ଗତ ନଭେମ୍ବର 6 ତାରିଖରେ ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲା କ୍ରିମିନାଲ ପ୍ରୋସିଜର କୋର୍ଟ ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 228 ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଇଡିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଭଳି ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ରାୟ ଦେବାର କିଛି ମାସ ପରେ ଏହି ପଦକ୍ଷେପ ନିଆଯାଇଛି।
ନମ୍ବର 19 ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସରେ ଅତିଥି ଭାବେ ନିୟନ୍ତ୍ରଣ ହେଲେ ଦେବସ୍ମିତା। କୋରାପୁଟ ଜିଲ୍ଲା ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ତୃତୀୟ ବର୍ଷ ସ୍ନାତକ ଛାତ୍ରୀ ଦେବସ୍ମିତା ବେନିଆ ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱାଗତ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ହୋଇଛି। ସେ ବିକ୍ରମ ଦେବ ମହାବିଦ୍ୟାଳୟରେ ଏନ୍ସିସିରେ ଯୋଗ ଦେଇ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର ପାଇଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଉତ୍କୃଷ୍ଟତା ନିମନ୍ତେ ସେ ସର୍ବଭାରତୀୟ ସ୍ତରରେ 250 ଜଣ ରାଷ୍ଟ୍ରପତିଙ୍କ ଅତିଥିଙ୍କ ମଧ୍ୟରୁ ସେ ଜଣେ ମନୋନୀତ ହୋଇଛନ୍ତି। ନମ୍ବର 20 ଟୋଲ୍ ଟିକସ ଝିଞ୍ଜଟରୁ ମିଳିବ ମୁକ୍ତି। ପାସ୍ ବ୍ୟବସ୍ଥା ଜାରି କରିବେ କେନ୍ଦ୍ର ସରକାର। ଟୋଲ୍ ଟିକସରୁ ମିଳିବ ମୁକ୍ତି। ଶୀଘ୍ର ଲାଗୁ ହେବ ପାସ୍ ବ୍ୟବସ୍ଥା। ଏହା ସହ ଦୂର ହେବ ଟ୍ରାଫିକ୍ ସମସ୍ୟା। ଘରୋଇ ଯାନବାହନ ପାଇଁ ଟୋଲ୍ ଆଦାୟ ପରିବର୍ତ୍ତେ ସରକାର ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା କରିବା ଦିଗରେ ବିଚାର କରୁଛନ୍ତି। ଏନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ନୀତିଶ ଗଡ଼କରୀ ସୂଚନା ଦେଇଛନ୍ତି। ନମ୍ବର 21 କଳିଙ୍ଗା ଘାଟିରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ୍, ହେଲ୍ପର ଆହତ। କଳିଙ୍ଗା ଘାଟିରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ୍। ବୁଧବାର ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲ୍ପର ଆହତ ହୋଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୁଧବାର ବିଳମ୍ବ ରାତ୍ରିରେ ଏକ ପରିବା ବୋଝେଇ ଟ୍ରକ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିଛି। ଟ୍ରକ୍ଟି ରାୟପୁରଠାରୁ ବ୍ରହ୍ମପୁର ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲ୍ପର ରାଜୁ ଚତୁର୍ବେଦୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମଧ୍ୟରାତ୍ରିରେ ଏସ୍ଆଇ ରବି ସେଟ୍ଟୀ ଏବଂ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ତେବେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନମ୍ବର 22 ଧନୁଯାତ୍ରା ଦେଖିବାକୁ ଯାଇ ଗଣବଳାତ୍କାରୀ ସାମ୍ନାକୁ ଆସିଲା ଫୋନ୍ କଲ୍ ଅଡ଼ିଓ। ବରଗଡ଼ ଧନୁଯାତ୍ରା ସରିବା ପରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ମଙ୍ଗଳବାର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବରଗଡ଼ ଜିଲ୍ଲା କୁର୍ଲା ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଦୀର୍ଘ 48 ଘଣ୍ଟା ମୃତ୍ୟୁ ସଂଗ୍ରାମ ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୀମସାର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେ ବୁର୍ଲା ଡାକ୍ତରଖାନା ଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତା ସଂଜ୍ଞାହୀନ ଥିବା ଯୋଗୁଁ ତାଙ୍କ ବୟାନ ମିଳିପାରିନାହିଁ। ପାରସ୍ପରିକ ସ୍ଥିତିରୁ ତାଙ୍କୁ ଅପହରଣ କରି କିମ୍ବା ଅନ୍ୟ କୌଣସି ସ୍ଥାନକୁ ନେବା ପରେ ସେଠାରେ ଗଣବଳାତ୍କାର କରାଯାଇଥିବା ନେଇ ଧାରଣାରେ ଆଲୋଚନା ହେଉଛି। ନମ୍ବର 23 ସ୍ୱାମିତ୍ୱ ଯୋଜନାରେ ସମ୍ପତ୍ତି ମାଲିକଙ୍କୁ 65 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ଼ ବାଣ୍ଟିବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 18 ତାରିଖରେ ଅପରାହ୍ନ ପ୍ରାୟ 12:30ରେ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 230ରୁ ଅଧିକ ଜିଲ୍ଲାର 50,000ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକଙ୍କୁ ସ୍ୱାମିତ୍ୱ ଯୋଜନା ଅଧୀନରେ 65 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ଼ ବଣ୍ଟନ କରିବେ। ସର୍ବେକ୍ଷଣ ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର କରିଥିବା ପରିବାରଗୁଡ଼ିକୁ ରେକର୍ଡ ଅଫ୍ ରାଇଟ୍ସ ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନା ଆରମ୍ଭ କରିଥିଲେ।